ପଦ୍ମନାଭ ସହରରୁ ଗାଁକୁ ଫେରି ଆସୁଥାନ୍ତି ଗୋଟିଏ ବଳଦ ଗାଡ଼ିରେ। ମଝି ବାଟରେ ଜଣେ ବାଟୋଇ ଗାଡ଼ି ଅଟକାଇଲେ ଓ କହିଲେ, ବାବୁ, ଆପଣ କ'ଣ ମୁକୁନ୍ଦପୁର ବାଟ ଦେଇ ଯିବେ? ହଁ, କାହିଁକି? ପଦ୍ମନାଭ ପଚାରିଲେ। ମୁଁ ମୁକୁନ୍ଦପୁରର ବାସିନ୍ଦା। ଆପଣ ଅନୁମତି ଦେଲେ ଆପଣଙ୍କ ସହ ସେତିକି ବାଟ ଗାଡ଼ିରେ ଚାଲିଯାଆନ୍ତି। ମୋତେ ବାଟ ଚାଲିବାକୁ ଭଲ ଲାଗେ, କିନ୍ତୁ ଆଜି କାହିଁକି କେଜାଣି ବହୁତ କ୍ଳାନ୍ତ ଲାଗୁଛି, ଭଦ୍ରଲୋକ କହିଲେ। ଭଦ୍ରଲୋକଙ୍କ ମୁହଁ ପଦ୍ମନାଭଙ୍କୁ ଚିହ୍ନା ଚିହ୍ନା ଲାଗିଲା, କିନ୍ତୁ ତାଙ୍କୁ ସେ କେଉଁଠି ଦେଖିଛନ୍ତି ମନେ ପକାଇ ପାରିଲେ ନାହିଁ। ଅବଶ୍ୟ ଆପଣଙ୍କର ସାମାନ୍ୟ କିଛି ଅସୁବିଧା ଥିଲେ ମୋତେ ସାଙ୍ଗରେ ନେବା ଦରକାର ନାହିଁ। ମୁଁ ଆସ୍ତେ ଆସ୍ତେ ବାଟ ଚାଲୁଥିବି। ହୁଏତ ଆଉ କୌଣସି ଗାଡ଼ି ମଧ୍ୟ ପାଇଯିବି, ବାଟୋଇ ପୁଣି କହିଲେ। ପଦ୍ମନାଭ କହିଲେ, ନା ନା, ଅସୁବିଧା କିଛି ନାହିଁ। ଆପଣ ଆସିପାରନ୍ତି। ଆପଣଙ୍କ ମୁକୁନ୍ଦପୁର ମାତ୍ର ଘଣ୍ଟାଏ ଦେଢ଼ ଘଣ୍ଟାର ବାଟ। କାହାରି ସହ ଗପସପ ହୋଇ ଗଲେ ଭଲ ଲାଗିବ ବୋଲି ପଦ୍ମନାଭ ଭଦ୍ରଲୋକଙ୍କ ଅନୁରୋଧ ଗ୍ରହଣ କଲେ। ଭଦ୍ରଲୋକ ଗାଡ଼ି ଭିତରକୁ ଉଠି ଆସିବା ମାତ୍ରେ ଦୁଇ ଜଣଙ୍କ ଭିତରେ ଗପସପ ଆରମ୍ଭ ହେଲା। ପଦ୍ମନାଭ ବୁଝିଲେ ଭଦ୍ରଲୋକଙ୍କ ନାମ କୃଷ୍ଣ ଦାସ। ବାଟରେ ଦୁଇ ତିନି ଜଣ ଭିକାରୀ ସେମାନଙ୍କ ପାଖରେ ପଇସା ପାଇଁ ହାତ ପତାଇଲେ। ପଦ୍ମନାଭ ପ୍ରତ୍ୟେକଙ୍କୁ କିଛି କିଛି ଖୁଚୁରା ପଇସା ଦେଲେ। କୃଷ୍ଣଦାସ କିନ୍ତୁ କାହାକୁ କିଛି ଦେବାର ଦେଖାଗଲା ନାହିଁ। କିଛି କିଛି ଦାନଧ୍ୟାନ କରିବା ପ୍ରତ୍ୟେକ ଗୃହସ୍ଥର କର୍ତ୍ତବ୍ୟ, ନା କ'ଣ? ପଦ୍ମନାଭ କହିଲେ। ଠିକ୍ ଠିକ୍, ମୋ ପାଖରେ ରେଜା ପଇସା ନାହିଁ, ସେଥିପାଇଁ ମୁଁ ଦେଇପାରୁନାହିଁ, କୃଷ୍ଣଦାସ କହିଲେ। ପଦ୍ମନାଭଙ୍କର କିନ୍ତୁ ଧାରଣା ହେଲା କି କୃଷ୍ଣଦାସ ବାସ୍ତବରେ କୃପଣ। ରେଜା ନଥିବା କଥା ଗୋଟିଏ ଆଳ। ଗାଡ଼ି ଚାଲିଥାଏ। ପଦ୍ମନାଭ ଓ କୃଷ୍ଣଦାସ ନାନା ବିଷୟରେ ଗପସପ ହେଉଥାନ୍ତି। ପଦ୍ମନାଭ ଦେଖିଲେ କୃଷ୍ଣଦାସ ବେଶ୍ ବହିପତ୍ର ପଢ଼ାପଢ଼ି କରିଥିବା ଲୋକ। ସେଭଳି ଜଣେ ସହଯାତ୍ରୀ ସହ ସେ ଖୁସି ହେଲେ। ବେଳ ଭଲରେ କଟୁଥାଏ। ହଠାତ୍ ଗୋଟିଏ ଜାଗାରେ ଶଗଡ଼ ଅଟକିଗଲା। ଗୋଟିଏ ଚକରୁ ଖଣ୍ଡିଏ କିଳା ଖସି ଯାଇଥିଲା। ଶଗଡ଼ିଆ ଗାଡ଼ି ରାସ୍ତାର ଗୋଟିଏ କଡ଼ରେ ଠିଆ କରାଇ ଖଣ୍ଡିଏ କିଳାର ସନ୍ଧାନରେ ଗଲା। ଦୁଇ ଯାତ୍ରୀ ଗଛ ମୂଳ ଛାଇରେ ଠିଆ ହେଲେ। ଜଣେ ବୁଢ଼ା ଲୋକ ସେମାନଙ୍କ ପାଖକୁ ଆସି କହିଲା, ବାବୁମାନେ, ଭୋକରେ ମୋ ପେଟ ଜଳୁଛି, 2 ଦିନ ହେଲା ଖାଇନାହିଁ, କିଛି ଖାଇବାକୁ ଦେଇପାରିବେ? ଲୋକଟିର ମୁହଁକୁ ଚାହିଁଲେ ସେ ଯେ ବାସ୍ତବିକ ଭୀଷଣ କ୍ଷୁଧାର୍ତ ହୋଇଥିବ ଏକଥା ବୁଝି ହେଉଥିଲା। କୃଷ୍ଣଦାସଙ୍କର ହାତ ସଙ୍ଗେ ସଙ୍ଗେ ତାଙ୍କ କାମିଜ ମୁଣିକୁ ଚାଲିଗଲା। ସେ ଗୋଟିଏ ପୁଡ଼ିଆ ବାହାର କରି ତା ହାତରେ ଦେଲେ ଓ କହିଲେ, ଏଥିରେ କିଛି କାଜୁ ବାଦାମ ଓ କିସମିସ ଅଛି, ଏହାକୁ ଖାଇଦିଅ ଏବଂ ତାପରେ ସେ କୂଅକୁ ଯାଇ ପାଣି ମୁନ୍ଦିଏ ପିଇଦିଅ। ବାବୁ, କାଜୁ ବାଦାମ ଓ କିସମିସ, ତାହା ତ ବହୁତ ଦାମିକା ଜିନିଷ। କାହିଁ କେବେ ମୋ ଟୋକା କାଳେ ଖାଇଥିଲି। ଏତେ ବର୍ଷ ବିତିଗଲାଣି, ସେତେବେଳେ ସହଜରେ ମିଳୁଥିଲା, ତାର ସ୍ୱାଦ ଭୁଲିଗଲିଣି, ବୁଢ଼ା ଲୋକ ଜଣକ କହିଲା। ବୁଢ଼ା ପୁଡ଼ିଆ ଖୋଲି ଭିତରକୁ ଅନାଇ ପୁଣି କହିଲା, ବାବୁ, ଆପଣଙ୍କଠାରୁ ମୂଲ୍ୟବାନ ଜିନିଷ ନେବାକୁ ମୋର କାହିଁ ମନ କହୁନାହିଁ। ଜିନିଷର ଦାମ ବିଷୟରେ ତମର ଭାବିବା କ'ଣ ଦରକାର? ପ୍ରକୃତ ମୂଲ୍ୟ ପଇସାରେ ନଥାଏ। କେଉଁ ଜିନିଷ କେତେ ଦୂର କାମ ଦେଲା ସେହି ଅନୁସାରେ ତାର ଅସଲ ମୂଲ୍ୟ ନିରୂପଣ ହେବା ଉଚିତ। ସେ ଦୃଷ୍ଟିରୁ ମୁଁ ଭାବୁଛି ଏହା ମୂଲ୍ୟବାନ, କାରଣ ଏହା ତୁମ ଦରକାରରେ ଆସିଲା। ଦରକାର ବେଳେ ଯାହା କାମରେ ଆସେ ତାହା ସବୁବେଳେ ମୂଲ୍ୟବାନ, କୃଷ୍ଣଦାସ କହିଲେ। ଲୋକଟି ତାଙ୍କୁ ନମସ୍କାର କରି ଚାଲିଗଲା। ଅଳ୍ପ ସମୟ ଭିତରେ ଶଗଡ଼ିଆ ଗାଡ଼ି ବି ଠିକ୍ କରିଦେଲା। ଦୁଇ ଯାତ୍ରୀ ପୁଣି ଥରେ ଯାତ୍ରା ଆରମ୍ଭ କଲେ। ପଦ୍ମନାଭ କହିଲେ, ବର୍ତ୍ତମାନ ମନେ ପଡ଼ିଲା, ଆପଣଙ୍କୁ ମୁଁ ଗୋଟାଏ ଦୋକାନରେ ଦେଖିଥିଲି। ଆପଣ କାଜୁ ଓ କିସମିସ ବାଦାମ କିଣୁଥିଲେ, ମୁଁ ବି କିଣୁଥିଲି। କୃଷ୍ଣଦାସ ହସି କହିଲେ, ଠିକ୍, ମୁଁ ବି ସେତେବେଳେ ଆପଣଙ୍କୁ ଦେଖିଛି, ତେବେ ଆପଣଙ୍କୁ ଲକ୍ଷ୍ୟ କରି ନଥିଲି। ମୁଁ କାଜୁ କିଣିଥିଲି ମୋ ଝିଅ ପାଇଁ, ସେ ଅନ୍ତଃସତ୍ତ୍ୱା। ମୋ ସ୍ତ୍ରୀ କହିଥିଲେ ଝିଅ କାଜୁ ବାଦାମ ଖାଇବାକୁ ମନ କରୁଥିଲା। ପଦ୍ମନାଭ କିଛି କହିଲେ ନାହିଁ। କୃଷ୍ଣଦାସ ମୁକୁନ୍ଦପୁରଠାରେ ଓହ୍ଲାଇ ଗଲେ। ଦୁହେଁ ବନ୍ଧୁ ହୋଇଯାଇଥିଲେ। କୃଷ୍ଣଦାସ ଯେ କୃପଣ ନୁହନ୍ତି ସେ କଥା ପଦ୍ମନାଭ ବୁଝିପାରିଥିଲେ। କୃଷ୍ଣଦାସ ଘରେ ପହଞ୍ଚିଲେ ଓ ଲୁଗାପଟା ବଦଳାଇଲେ। ତାଙ୍କ ସ୍ତ୍ରୀ କହିଲେ, ଯାହା ହେଉ, ତୁମେ ଯେ ଝିଅ ପାଇଁ ମନେକରି କାଜୁ ଓ କିସମିସ ଆଣିଛ, ଏହା ଆନନ୍ଦର କଥା। ସେ ଆଜି ସକାଳେ ଖୋଜୁଥିଲା। ଆଣିଥିଲି ଯେ, କିନ୍ତୁ ବାଟରେ ଜଣେ ଭୋକିଲା ବୁଢ଼ାକୁ ଦେଇଦେଲି, କୃଷ୍ଣଦାସ କହିଲେ।
ଦେଇଦେଲ? ତେବେ ତୁମ କାମିଜ ମୁଣିରୁ ଏ ପୁଡ଼ିଆ ପୁଣି କେମିତି ବାହାରିଲା? କୃଷ୍ଣଦାସଙ୍କ ଝିଅ ଆଶ୍ଚର୍ଯ୍ୟ ହୋଇ ପଚାରିଲେ। କୃଷ୍ଣଦାସ ନିଜେ ବି କିଛି କମ୍ ଆଶ୍ଚର୍ଯ୍ୟ ହେଲେ ନାହିଁ। ଅବଶ୍ୟ ଅଳ୍ପ ସମୟ ପରେ ତାଙ୍କ ମୁହଁରେ ହସ ଫୁଟିଲା। ସେ କହିଲେ, ବୁଝିଲ, ଯାହାଙ୍କ ଶଗଡ଼ରେ ଆସିଲି ସେ ବି କାଜୁ କିସମିସ କିଣିଥିଲେ। ମୋ ଝିଅ ପାଇଁ ଆଣୁଥିବା ଜିନିଷ ମୁଁ ଜଣେ ଭୋକିଲା ବୁଢ଼ାକୁ ଦେଇଦେବାର ଦେଖି ସେ ତାଙ୍କ ନିଜ ପୁଡ଼ିଆଟି କେତେବେଳେ ମୋ କାମିଜ ମୁଣିରେ ରଖିଦେଇଛନ୍ତି। ବାସ୍ତବିକ୍ ଦୁନିଆରେ ମହତ୍ ଲୋକ ଅନେକ ଅଛନ୍ତି। ତାଙ୍କ ସ୍ତ୍ରୀ ମନ୍ତବ୍ୟ ଦେଲେ। ନିଶ୍ଚୟ ନିଶ୍ଚୟ, କହିଲେ କୃଷ୍ଣଦାସ।